ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କ ପ୍ରତ୍ୟେକଙ୍କୁ ମୋର ଆଉ ଗୋଟିଏ ଭିଡ଼ିଓକୁ ସ୍ୱାଗତ। ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ମାତା ମରିୟମଙ୍କ ଜନ୍ମସ୍ଥାନ ଦେଖାଇବି। ହଁ ପ୍ରିୟ ବନ୍ଧୁଗଣ, ମାତା ମରିୟମଙ୍କ ଜନ୍ମସ୍ଥାନ। ତେବେ ଆପଣ ବର୍ତ୍ତମାନ ସ୍କ୍ରିନ୍ରେ ଯାହା ବି ଦେଖାଉଛନ୍ତି ହେଉଛି ମାତା ମରିୟମଙ୍କର ଜନ୍ମସ୍ଥାନ। ଆଉ ମାତା ମରିୟମ ଏହି ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ଏମିତି ଗୋଟିଏ ଦିନ ଥିଲା ଯେଉଁ ଦିନ ଏହି ସମସ୍ତ ବିଷୟ କିଛି ବି ନଥିଲା। ଏ ବିଲ୍ଡିଂ ହେଉ, ଘର ହେଉ, ରାସ୍ତାଘାଟ କିଛି ବି ନଥିଲା। କିନ୍ତୁ ବର୍ତ୍ତମାନ ସବୁକିଛି ପରିବର୍ତ୍ତନ ହୋଇଯାଇଛି। କିନ୍ତୁ ମାତା ମରିୟମଙ୍କ ଜନ୍ମସ୍ଥାନ ଆଜି ମଧ୍ୟ ରହିଅଛି। ଯେଉଁ ମରିୟମ ପ୍ରଭୁ ଯୀଶୁଖ୍ରୀଷ୍ଟ ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜନ୍ମ ଦେଇଥିଲେ। ଆଉ ଇଏ ହେଉଛି ସେଇ ଜାଗା ଯାହା ଆପଣ ବର୍ତ୍ତମାନ ସ୍କ୍ରିନ୍ରେ ଦେଖୁଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ସେଇ ଜାଗା, ସେଇ ସହର, ସେଇ ଗାଁ। ଆଉ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ମାତା ମରିୟମ କେଉଁ ଜାଗାରେ, ସେ କେଉଁ ଗ୍ରାମର ଲୋକ ବା କେଉଁ ଜାଗାର ଲୋକ, ଏହାର ଉତ୍ତରରେ ଅନେକ କହନ୍ତି ଯେ ମାତା ମରିୟମ ଜେରୁସାଲେମର ବ୍ୟକ୍ତି ଅଟନ୍ତି ବୋଲି। ଆଉ ମାତା ମରିୟମଙ୍କର ଜନ୍ମସ୍ଥାନ ବିଷୟରେ ଆଉ ଯଦି ଅଧିକ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଭିଡ଼ିଓକୁ କଣ୍ଟିନ୍ୟୁ ଦେଖୁଥାନ୍ତୁ। ତେବେ ଇଏ ତ ହେଉଛି ମାତା ମରିୟମ ଯେଉଁଠି ଜନ୍ମଗ୍ରହଣ କରିଥିଲେ ତାର ବାହାର ଅଂଶ, ଆଉ ଇଏ ହେଉଛି ଭିତର ଅଂଶ। ଆଉ ଭିତରେ ଏମିତି କିଛି ରହିଅଛି। ଆଉ ତାଙ୍କର ଜନ୍ମ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ପୂର୍ବରୁ, ଅର୍ଥାତ୍ 18 BC, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପୂର୍ବରୁ 18 ବର୍ଷ ପୂର୍ବରୁ ସେ ଜନ୍ମଗ୍ରହଣ କରିଥିଲେ। ତେବେ ଏଇ ଯେଉଁ ବେଞ୍ଚ ପଡ଼ିଅଛି, ଟେବୁଲ ପଡ଼ିଅଛି, ଏଇସବୁ ଦେଖିକି ଗୋଟେ ବିଷୟ ଜଣାପଡ଼େ ଯେ ଏହା ଏକ ଚର୍ଚ୍ଚ ଅଟେ ବା ଏକ ମଣ୍ଡଳୀ ଗୃହ ଅଟେ। ଏବଂ ତାଙ୍କର ବାପାଙ୍କ ନାମ ଥିଲା ଜିହୋୟାକିମ ଏବଂ ମାତାଙ୍କ ନାମ ଥିଲା ଆନେ। ଆଉ ଏମାନେ କ'ଣ କରୁଥିଲେ? ଆଉ ମରିୟମକୁ ଛୋଟବେଳୁ ଆଉ ଧାର୍ମିକ ଜ୍ଞାନ ପ୍ରଦାନ କରିଥିଲେ, ଧର୍ମ କ୍ଷେତ୍ରରେ ଆଗେଇ ନେଇଥିଲେ। ଆଉ ତାଙ୍କର ପିତାମାତା ଜିହୋୟାକିମ ଏବଂ ଆନେ ମରିୟମକୁ ଶିକ୍ଷା ଦେଇଥିଲେ, ଧର୍ମଶାସ୍ତ୍ରରୁ ଅନେକ କିଛି ବିଷୟ ଶିକ୍ଷା ଦେଇଥିଲେ। ଆଉ ଯଦି ଆମେ ଜଗତରେ ଦେଖିବା ତେବେ ସମସ୍ତ ନାରୀମାନଙ୍କ ମଧ୍ୟରେ ପବିତ୍ର ନାରୀ ହେଉଛନ୍ତି ମରିୟମ। ମାତା ମରିୟମ ହେଉଛନ୍ତି ଜଣେ ପବିତ୍ର ନାରୀ। ସେଥି ନିମନ୍ତେ ପରମେଶ୍ୱର ମରିୟମକୁ ମନୋନୀତ କଲେ ଯେ ସେ କ'ଣ କରିବେ? ଉଦ୍ଧାରକର୍ତ୍ତାଙ୍କୁ ଜନ୍ମ ଦେବେ। ଆଉ ଗାବ୍ରିଏଲ ଦୂତଙ୍କୁ ପଠାଇଲେ, ତୁମେ ଯାଅ ନାଜରିତର, ଆଉ ଯେଉଁ ଜାଗାରେ ମରିୟମ ରହୁଥିଲେ, ମରିୟମ ବାସ କରୁଥିଲେ, ସ୍ୱର୍ଗଦୂତ ଗାବ୍ରିଏଲ ଡାଇରେକ୍ଟ ମରିୟମଙ୍କ ସାମ୍ନାରେ ଉଭା ହେଇ ଏହି ସନ୍ଦେଶ ଦେଇଥିଲେ, ତୁମେ କ'ଣ କରିବ? ଜଣେ ଉଦ୍ଧାରକର୍ତ୍ତାଙ୍କୁ ଜନ୍ମ ଦେବ ଯିଏକି ସାରା ଜଗତକୁ ପରିତ୍ରାଣ କରିବେ। ଆଉ ତୁମେ ଭୟ କର ନାହିଁ। ଆଉ ସେ ଜଗତକୁ ତାଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ମରିୟମ ମଧ୍ୟ ଏ କଥାକୁ ଗ୍ରହଣ କରିଥିଲେ ଯେ ଆପଣଙ୍କର କହିବା ଅନୁଯାୟୀ ମୋ ପ୍ରତି ଘଟୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ମରିୟମ ହେଉଛନ୍ତି ନାରୀମାନଙ୍କ ମଧ୍ୟରେ ପ୍ରଧାନ ବା ଜଣେ ପବିତ୍ର ନାରୀ, ଯାହା ଆମେ ଦେଖିବା ପାଇଁ ଆମେ ପାଉ। ତେବେ ଦେଖିବା ଭିତର ଅଂଶ ତ ଏପରି। ଆଉ ଏ ଘରକୁ ଏମିତି ଡିଜାଇନ କରାଯାଇଛି। ଦେଖାଯାଉ ତଳେ ଆଉ କ'ଣ କ'ଣ ବିଷୟ ସବୁ ରହିଅଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ ନିଶ୍ଚିନ୍ତ ରୂପେ ଦେଖିପାରୁଥିବେ ଯେ ତଳେ ମଧ୍ୟ ଅନେକ କିଛି ବିଷୟ ରହିଅଛି। ତେବେ ଦେଖିବା
तले कौन कौन विषय सब रही आछे एई सब जगह गुड़िक देखिले बाइबल इतिहास कथा मन पड़े। हाँ बंधुगण, बाइबल एक पवित्र पुस्तक अटे, कौन सी मनगढ़ा कहानी नुहे। बाइबल जो मरियम का विषय लिखा अच्छी ता 100 भाग सत्य अटे। हाँ प्रिय बंधुगण, आज मध्य ए स्थान को अनेक लोक माने दर्शन करने निमंत आसते, जेहेतु ये मरियम कर जन्म स्थान अटे। यही जगह मरियम जन्म ग्रहण करते। तबे यह तो आप भल भाव जानते, स्वर्गदूत गाब्रिएल आसी माता मरियम को सामने उभा हेले आ एक संदेश देले जे तुम्हें त्राणकर्ता को तुम्हें जन्म दब आ तुम ठारू जगतर उद्धारकर्ता जन्म ग्रहण करेंगे, जी कि जगतर समस्त पापर जगत को परित्राण करेंगे। एवं जदि आम देखा परवर्ती मुहूर्त में से प्रभु जीशु ख्रीस्ट जन्म नेले एवं सारा जगत को समस्त पापर उद्धार कले, उद्धार पथ खोलीदेले। तेरे ये देखो एक पुलपिट अच्छी, एक बही अच्छी, हुए तो एठारे उपासना होते पारे। एठारे एक मोहम्मद रखाई, माता मरियम के उद्देश्य एक मोहम्मबती एठारे रखा जाइछि। तबे प्रिय बंधुगण, ख्रीष्टरे प्रिय भाई एवं भौणी माने आपण देखुछन तो ये समस्त विषय देखी आपन को किपरि लगुछ? मते तो बहुत आनंदित लगुछि, जेहेतु उद्धारकर्तांकर माता जागतिक माता हेले सुधा उद्धारकर्तांकर माँ एठारे जन्म ग्रहण करथिले एई स्थान रे, आ जहाँकि आमको आनंदित करे। आपण किपरि लगुछि मते निश्चिंत रूप से कमेंट करिकी जनइबे। जदि आमे माने देखो माता मरियम जेतबे प्रभु जीशु ख्रीस्ट उद्धारकर्ता को जन्म देले ता पूर्व एलिजाबेथ से मध्य गर्भवती थिले। यह कौन पाइपारे लूक लिखित सुसमाचार रे। तबे ख्रीष्टर प्रिय भाई और भणी माने यही स्थान रे अनेक विषय रही अच्छे, अनेक स्मरणीय विषय गुड़िक यही स्थान रही अच्छे। तबे ये थिला से जगह जो जगह रे एक बाइबल रखाई थिला, पवित्र जगह। आ ता छड़ा आ कौन कौन विषय सब रही अच्छे यही स्थान रे अनेक विषय रही अच्छी। हाँ बंधुगण, अनेक विषय अच्छी जहाँकि आम स्क्रीन रे देखु। हाँ प्रभु जीशु ख्रीष्ट जन्म अद्भुत थिला। अद्भुत मु कहीं कहूँ कारण आज पर्यंत कहीं मध्य बिना पुरुष एवं नारीर सहायतार जन्म ग्रहण करना। केवल प्रभु जीशु ख्रीष्ट एकमात्र परमेश्वर जी की जन्म हेले किंतु मनुष्यर स्पर्शर नुहे। और से निमंते एक प्रमाण मध्य रही अच्छे। जदि आप इच्छा करेंगे तो ये आगामी दिन मानक से सब विषय को आम आलोचना करिबा। तबे ख्रीष्टर प्रिय भाई और भौणी माने ये वीडियो आपन किपरि लगिला मते निश्चिंत रूप से कमेंट करी जनइबे। आ ये वीडियो को अन्य मान सहित शेयर मध्य करिवे, जेपरि अन्य मान मध्य एई भली बाइबल रो इतिहास ऐतिहासिक स्थान गुड़िक देखा निमंते सुजोग पाइबे। ये मदर मेरी तांकर गाँ तांकर सहर वर्तमान एई भली देखा जाउछि। आ से समय किसी अलग निश्चिंत भाव थिला। आ मते कमेंट करिवे, वीडियो को शेयर करिवे अन्य मान सहित। आ कारण मोर चैनल रे केवल ए गुटे वीडियो ही नाही, ए वीडियो जो आप देखुचंती एही बड़ी अनेक वीडियो मोर चैनल रे अछि।
ତା ବାଇବେଲର ଐତିହାସିକ ସ୍ଥାନକୁ ନେଇ। ତେବେ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ହୃଦୟର ସହିତ ମୋର ଆନ୍ତରିକ ନମସ୍କାର। ପୁଣି ଦେଖାବ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।